ହ୍ୟାଲୋ ସାଙ୍ଗମାନେ, ଆଜି ଆମେ ପଢ଼ିବା ସାରସ୍ୱତ ବ୍ୟବହାରିକ ଓଡ଼ିଆ ବ୍ୟାକରଣର ବାକ୍ୟ, ପଦ ଓ ପଦର ଶ୍ରେଣୀ ବିଭାଗ। ବାକ୍ୟ କାହାକୁ କହିବା ନା ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ପ୍ରକାଶ କଲେ ତାହାକୁ ଆମେ ବାକ୍ୟ କହିବା। ଏକ୍ସାମ୍ପଲ୍, ରାମ ଗୋଟିଏ ଭଲ ପିଲା। ଭଲ ପିଲା ଏଥିରେ ଏକରୁ ଏକାଧିକ ପଦ ବି ଅଛି ଏବଂ ମିଳିତ ହୋଇକି ଆମ ମନର ଭାବକୁ ବି ପ୍ରକାଶ କରୁଛି। ଗୋଟେ ଶୁଦ୍ଧ ବାକ୍ୟର 5ଟି ଲକ୍ଷଣ ଅଛି। ଯେମିତି ଗୋଟେ ହେଉଛି ଯୋଗ୍ୟତା। ଯୋଗ୍ୟତା କ'ଣ ନା ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ଏଠି ଦେଖନ୍ତୁ, ଯେମିତିକି ଅଛି ବାଳକଟି ଉଡ଼ୁଅଛି। ବାଳକଟି କ'ଣ ଉଡ଼ିପାରିବ? ବାଳକଟିର ଉଡ଼ିବାର ଯୋଗ୍ୟତା ନାହିଁ, ତେଣୁକରି ଏଇଟାକୁ ଆମେ ବାକ୍ୟ କହିପାରିବା ନାହିଁ। ଆକାଂକ୍ଷା ନା ମଦନ ସହିତ। କ'ଣ ମଦନ ସହିତ? ୟା ପରେ କିଛି ନା କିଛି ସେ ଆମ ମନର ଭାବକୁ ଆଣୁଛି। ୟା ପରେ ମଦନ ସହିତ ବଜାର ଗଲା ନା ମାର୍କେଟ ଗଲା, କିଛି ନା କିଛି ରହୁଛି। ତ ଆକାଂକ୍ଷା ଆମେ କାହାକୁ କହିବା ନା ବାକ୍ୟରେ ଥିବା ଗୋଟିଏ ପଦ ଯେତେବେଳେ ଅନ୍ୟ ପଦକୁ ଅପେକ୍ଷା କରେ, ଅର୍ଥବୋଧକ ପାଇଁ ଅପେକ୍ଷା କରେ, ଆମେ ତାକୁ ଆକାଂକ୍ଷା କହିବା। ଆସକ୍ତି। ଆସକ୍ତି କ'ଣ ନା କାହା ପରେ କେଉଁ ପଦ ରହିବ, ସେ ପଦ ସଂଯୋଜନାଟାକୁ ଆସକ୍ତି କୁହାଯାଏ। ଏଇଟା ଯେମିତି ଦେଇଛି ହେଲେ, ହୋଇ, ପ୍ରାପ୍ତ, ବୁଦ୍ଧତ୍ୱ, ଗୌତମ, ଏ ଭୁଲ ଅଛି, ଏପଟ ସେପଟ ହେଇକି ଅଛି। ଆମେ ଯେତେବେଳେ ଏଇଟାକୁ ସଜେଇ ଦେବା, ଏଇଟାକୁ ହିଁ ଶୁଦ୍ଧ ବାକ୍ୟ କହିବା। 4 ନମ୍ବରରେ ହେଉଛି ବାକ୍ୟାଂଶ। ବାକ୍ୟାଂଶ କ'ଣ ନା ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ଆମେ କ'ଣ କହିବା? ବାକ୍ୟାଂଶ କହିବା। ହରିହରଙ୍କ କଥା ଶୁଣି କ'ଣ ମା ଡରିଗଲେ କି କ'ଣ ହେଲା, ୟା ପରେ କିଛିଟା ଅପେକ୍ଷା କରୁଛି, ତେଣୁକରି ଆମେ ଏହି ଅଧାକୁ ବାକ୍ୟାଂଶ କହିବା। ଆଉ ଗୋଟେ ରହିଲା ଆମର 5ରେ ଖଣ୍ଡବାକ୍ୟ। ଖଣ୍ଡବାକ୍ୟ କ'ଣ? ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଆମେ ଖଣ୍ଡବାକ୍ୟ କହିବା। ଏଠି ଦେଖନ୍ତୁ ଦେଇଛି, ଯେଉଁମାନେ ବୃଥାରେ ସମୟ କାଟନ୍ତି। ଯେଉଁମାନେ ବୃଥାରେ ସମୟ କାଟନ୍ତି, ଏଇଟା ଗୋଟେ ସମାପିକା କ୍ରିୟା, ହେଲେ ବି ତାପରେ କିଛିଟା ଅର୍ଥବୋଧକ ପାଇଁ ଅପେକ୍ଷା କରୁଛି, ତେଣୁକରି ଏଇଟା ଗୋଟେ ଖଣ୍ଡବାକ୍ୟ। ଇଏ ହେଉଛି 5ଟି ରହିଲା ଆମର ସାର୍ଥକ ବାକ୍ୟର ଗୁଣ। ଗୋଟେ ହେଉଛି ଯୋଗ୍ୟତା, ଆକାଂକ୍ଷା, ଆସକ୍ତି, ବାକ୍ୟାଂଶ, ଖଣ୍ଡବାକ୍ୟ। ତାପରେ ଆମେ ଜାଣିବା ପଦ। ପଦ କାହାକୁ କୁହାଯାଏ ନା ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ଯେମିତିକି ଦେଖନ୍ତୁ, ମୁଁ ଗୋଟେ ବାକ୍ୟ ଲେଖିଛି, ମୁଁ ବିଦ୍ୟାଳୟକୁ ଯାଉଛି। ଏଠି କେତୋଟି ପଦ ଅଛି? 3ଟି ପଦ। ଗୋଟେ ହେଉଛି ମୁଁ, ଆଉ ଗୋଟେ ବିଦ୍ୟାଳୟକୁ ଯାଉଛି, 3ଟି ପଦ। ଏବେ ଆମେ କ'ଣ କରିବା ନା ପଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ଦେଖିବା। ପଦକୁ ଆମର 5 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ, କ୍ରିୟା। ବିଶେଷର ପ୍ରକାର ଭେଦ ଆମେ ଦେଖିଲେ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ, କ୍ରିୟା। ଏବେ ଦେଖିବା, ଦେଖନ୍ତୁ, ନାମବାଚକ ପଦକୁ ବିଶେଷ୍ୟ ପଦ କୁହାଯାଏ। ଯେକୌଣସି ନାମବାଚକ ପଦକୁ ବିଶେଷ୍ୟ ପଦ କୁହାଯାଏ। ବିଶେଷ୍ୟର ପ୍ରକାର ଭେଦ ଆମେ ବିଶେଷ୍ୟ ପଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ଦେଖିବା। ବିଶେଷ୍ୟ ପଦକୁ 5 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ? 5 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବ୍ୟକ୍ତିବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, ଆଉ ଗୋଟେ ହେଉଛି କ୍ରିୟାବାଚକ ବିଶେଷ୍ୟ। ଆଗେ ପ୍ରଥମେ ଆମେ ଜାଣିବା ବ୍ୟକ୍ତିବାଚକ ବିଶେଷ୍ୟ କାହାକୁ କୁହାଯାଏ। ନିର୍ଦ୍ଦିଷ୍ଟ ନାମ ପ୍ରକାଶ କରୁଥିବା ପଦ ଗୁଡ଼ିକୁ ବ୍ୟକ୍ତିବାଚକ ବିଶେଷ୍ୟ କୁହନ୍ତି। ନାମକୁ ମଧ୍ୟ ସଂଜ୍ଞା କୁହାଯାଏ। କେମିତି ନା ଯେକୌଣସି ସେଟା ବିଶେଷ୍ୟ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ, ସହର, ପର୍ବତ, ବନ, ପଶୁପକ୍ଷୀ, ସମୁଦ୍ର, ହ୍ରଦ, ନଦୀ, ଗ୍ରନ୍ଥ, ଦେଶ, ଏ ଯେକୌଣସି ନାମକୁ ବୁଝାଇଲେ ଆମେ ତାକୁ ବ୍ୟକ୍ତିବାଚକ ବିଶେଷ୍ୟ କହିବା। ଯେମିତିକି ବିବେକାନନ୍ଦ, ଚେନ୍ନାଇ, ମହାନଦୀ, ଗନ୍ଧମାର୍ଦ୍ଦନ, ମାମୁଁ ଭଣଜା, ଏସବୁ ଆମର ଗୋଟେ ହେଉଛି ବ୍ୟକ୍ତିବାଚକ ବିଶେଷ୍ୟ। ତାପରେ ଆମେ ଜାଣିବା ଜାତିବାଚକ ବିଶେଷ୍ୟ କାହାକୁ କୁହାଯାଏ। ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମକୁ ପ୍ରକାଶ କରିଥାଏ, ତାହାକୁ ଆମେ ଜାତିବାଚକ ବିଶେଷ୍ୟ କହିବା। ଯେମିତିକି ଯଦି ଆମେ ଜାତିବାଚକ ବିଶେଷ୍ୟ କହିବା ମନୁଷ୍ୟ, ମନୁଷ୍ୟ ଗୋଟେ ଜାତିବାଚକ ବିଶେଷ୍ୟ। ସେଇ ମନୁଷ୍ୟର ଯଦି ଗୋଟେ ବ୍ୟକ୍ତିର ନାଁ କହିବା ରଘୁନାଥ, ଇଏ ହେଇଯାଉଛି ଗୋଟେ ବ୍ୟକ୍ତିବାଚକ ବିଶେଷ୍ୟ। ଗାଈ,
ଗାଈ ଯଦି କହିବା ଗାଈର ଜାତି ସବୁ ଗାଈକି ବୁଝଉଛି, ତ ଏଇଟା ଗୋଟେ ଜାତିବାଚକ ବିଶେଷ। କିନ୍ତୁ ଆମେ ଯଦି କହିବା କାମଧେନୁ, ଏଇଟା ଗୋଟେ ଗାଈର ଗୋଟେ ନାମକୁ ବୁଝଉଛି, ତ ଏଇଟା ଗୋଟେ ବ୍ୟକ୍ତିବାଚକ ବିଶେଷ୍ୟ। ଠିକ୍ ସେହିପରି ଆମେ ଯଦି କହିବା ପୁସ୍ତକ ବା ବହି, ଏ ସବୁ ବହିର ନାମକୁ ବୁଝାଉଛି, ତେଣୁକରି ଏଇଟା ଗୋଟେ ଜାତିବାଚକ। ଯଦି ବହି ଭିତରେ ରାମାୟଣ, ମହାଭାରତ, ସାହିତ୍ୟ, ବିଜ୍ଞାନ ଏସବୁ କହିବା, ଇଏ ଗୋଟେ ଗୋଟେ ବ୍ୟକ୍ତିବାଚକ ବିଶେଷକୁ ବୁଝଉଛି। ତ କେତେକ ସ୍ଥଳରେ ଦେଖିବା ନାମବାଚକ ବା ବ୍ୟକ୍ତିବାଚକ ବିଶେଷ୍ୟର ଜାତିବାଚକ ବିଶେଷ ରୂପେ ବ୍ୟବହୃତ ହେଉଛି। ଏଇଠି ଦେଖନ୍ତୁ, କାବେରୀକୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ। ଏଇଠି କ'ଣ ନା ଗଙ୍ଗା ହେଉଛି ଗୋଟେ ବ୍ୟକ୍ତିବାଚକ, କିନ୍ତୁ ଏଠି ଜାତିବାଚକ ରୂପରେ ବିଶେଷ୍ୟ ରୂପେ ବ୍ୟବହାର କରାଯାଉଛି। ଯେତେବେଳେ ଆମେ ତୁଳନା କରିବା ଯେ କାବେରୀକୁ ସେପଟ ଦକ୍ଷିଣ ଭାରତରେ ଗଙ୍ଗା କୁହାଯାଏ, ତେବେଳେ ଆମେ ତୁଳନା ତାକୁ କରୁଛନ୍ତି, ସେତେବେଳେ ସେଇଟା ଗୋଟେ ହେଇଯିବ କ'ଣ ନା ବ୍ୟକ୍ତିବାଚକ ବିଶେଷ୍ୟ। ତାପରେ ଜାଣିବା ଆମେ ବସ୍ତୁବାଚକ ବିଶେଷ୍ୟ। ବସ୍ତୁର ନାମ ପ୍ରକାଶ କରୁଥିବା ବିଶେଷ୍ୟ ପଦକୁ ବସ୍ତୁବାଚକ ବିଶେଷ୍ୟ କହନ୍ତି। ଯେମିତିକି କ୍ଷୀର, ତେଲ, ପେଟ୍ରୋଲ, କାଗଜ, ତୁଳା, କାଠ, ପଥର ଏସବୁ ଆମର ବସ୍ତୁବାଚକ ବିଶେଷ୍ୟ। ବସ୍ତୁବାଚକ ଓ ଜାତିବାଚକ ବିଶେଷ ମଧ୍ୟରେ କେତେକ ପାର୍ଥକ୍ୟ ରହିଛି, ଆମେ ଦେଖିବା। ବେଳେବେଳେ ବସ୍ତୁବାଚକ ବିଶେଷ୍ୟ ଓ ଜାତିବାଚକ ବିଶେଷ୍ୟ ଜାଣିବାରେ ସନ୍ଦେହ ସୃଷ୍ଟି ହୁଏ। ମାତ୍ର ବସ୍ତୁଟିକୁ ଖଣ୍ଡ ଖଣ୍ଡ କରିଦେଲେ ମଧ୍ୟ ଯଦି ନାମରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ତାହା ବସ୍ତୁବାଚକ ବିଶେଷ୍ୟ। ଯେମିତିକି ଆମର କୌଣସି ନାମରେ ପରିବର୍ତ୍ତନ ହେବ ନାହିଁ, ତାକୁ ଆମେ କ'ଣ କରିବା, ସେ ହିଁ ବସ୍ତୁବାଚକ ବିଶେଷ୍ୟ। ଯେମିତିକି ବସ୍ତୁବାଚକ ବିଶେଷ୍ୟ ହେଉଛି ମାଟି। ମାଟିକି ଆମେ ଯେତେ ଖଣ୍ଡ ଖଣ୍ଡ କରିଦେଲେ ବି ଆମକୁ ସେଇ ମାଟି ହିଁ ମିଳିବ। ବସ୍ତୁବାଚକ ବିଶେଷ୍ୟ କାଠ, କାଠକୁ ଆମେ ଯେତେ ଖଣ୍ଡ ଖଣ୍ଡ କରିଦେଲେ ଆମକୁ ସେଇ କାଠ ହିଁ ମିଳିବ। କିନ୍ତୁ ଯେତେବେଳେ ଜାତିବାଚକ ବିଶେଷ୍ୟ ହେଉଛି ଖଟ, ଖଟକୁ ଭାଙ୍ଗିଦେଲେ ଆମକୁ କାଠ ହିଁ ମିଳିବ। ତାପରେ ଜାଣିବା ଆମେ ଗୁଣବାଚକ ବିଶେଷ୍ୟ। ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥାକୁ ବୁଝାଉଥିବା ବିଶେଷ ପଦକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ଯେମିତିକି ସମତା, ସାଧୁତା, ସରଳତା, ସହିଷ୍ଣୁତା ଏସବୁ ଗୋଟେ ଗୋଟେ ଗୁଣକୁ ବୁଝାଉଛି। ଯେମିତି ଶୈଶବ, ଏ ଗୋଟେ ଅବସ୍ଥାକୁ ବୁଝାଉଛି, ତ ଏଟାକୁ ଗୁଣ ବା ଅବସ୍ଥାବାଚକ ବିଶେଷଣ ମଧ୍ୟ କୁହାଯାଏ। ତାପରେ ଜାଣିବା କ୍ରିୟାବାଚକ ବିଶେଷ୍ୟ। ଯେଉଁ ପଦ କୌଣସି କ୍ରିୟାର ନାମକୁ ବୁଝାଏ ତାକୁ କ୍ରିୟାବାଚକ ବିଶେଷ୍ୟ କୁହାଯାଏ। ଯେମିତିକି ଯିବା, ଆସିବା, ଖାଇବା, ପିଇବା, ଖେଳିବା, କ୍ରନ୍ଦନ କରିବା, ରାନ୍ଧିବା, ଏସବୁକୁ ଆମେ କ୍ରିୟାବାଚକ ବିଶେଷ୍ୟ କହିବା। ଆଜିର କ୍ଲାସ୍ରେ ଆମେ ବିଶେଷ୍ୟ ପଦକୁ ଭଲ ଭାବରେ ବୁଝିଲେ। ନେକ୍ସଟ କ୍ଲାସ୍ରେ ଆମେ କ'ଣ ପଢ଼ିବା ନା ସେଇ ସାରସ୍ୱତ ବହିର ସର୍ବନାମକୁ ଭଲ ଭାବରେ ବୁଝିବା। ଧନ୍ୟବାଦ।